ଓଲଟା ପଲଟା ହେଲେ କାଲି ଗୋଟେ ସତ୍ସଙ୍ଗରେ ଆସିଥିଲା ମୁଁ ଆଡେ କଥା ଆରମ୍ଭ କରିଛି ପାଟିରେ କହିପାରିଲିନି ସେଇଭଳିଆ ଭାଷା ଠାକୁରଙ୍କୁ ଗାଳି ଦେଲା। ବୁଲାବେ କିଏ ରେ ତୁ ଟିକେ ସାମ୍ନାଟାକୁ ଡାକି ରହିଛି ମୁଁ ସେ ପଛପଟେ ବାହାପଟେ ରହିଲା ଭିତରେ ପର୍ବତ ମଝିରେ ସେପଟେ ଲାଇନ କରୁଛନ୍ତି ଏପଟେ ଦି ଚାରି ପଦ ଭଦ୍ର ଅପମାନ ହେଲା ପରେ ଚୁପ୍ ହେଇକି ସାପ ଯେମିତି ବସିଲେ ଭଦ୍ରକଲା କହିଲେ ରହିଲା। ଆଜ୍ଞା ଆମ କଥା ସଭା ଶୁଣୁନଥିଲା ମଦ ପିଇକି ଠାକୁରଙ୍କୁ ମା ଭଉଣୀ ଶୁଣୁଥିଲା। ମୁଁ କହିଲି ତା ଭାଗ୍ୟ ଭଲ ଫୋନ ପାଖରେ ମୁଁ ଥିଲି ଆଉ ଜଣେ କିଏ ସାଧୁ ଥାନ୍ତେ ମୁଁ ସେଇଠି ଯାଇ ତ ଘୋଷାଡ଼ି ଆଣିଥାନ୍ତି ଇଏ ଦେଖିଲୁ ମତେ ଦେଖାଯାଉଛି ଯୋଉ ଭାବରେ ଶୋଧୁଥିଲୁ ସେମିତିଆ ଦେଖାଯାଉଛି। ଏଇ ଯୋଉ ଲେଖା ସବୁ ଲେଖିଛନ୍ତି ପଢିଲୁ କଣ ଲେଖିଛନ୍ତି ମତେ ପଦେ ବୁଝେଇଲୁ ଗୋଟାଏ ପଦ ବୁଝେଇଲୁ ଏତେ ସମସ୍ତ ମତ କୁହନ୍ତୁ କହିଲା ଆଜ୍ଞା କଣ କରିବା ସେ ତ ଏକାଥରେ ଚୁପ୍ ହେଇକି ରହିଲା କୁଆଡେ ଯେ ଆପଣ ବନ୍ଦ କରିକି ଆସିଲା ପରେ ଯାଇକି ଆସିଲା ପ୍ରସାଦ ପାଇବାକୁ ଆଉ ନହେଲେ ପାଇବାକୁ ଆସିଲା ମିଳୁଥିଲା। ଏଭଳିଆ ଠାକୁର ଆମକୁ ମିଳିଛନ୍ତି କେତେ ଜନ୍ମର ତପସ୍ୟା ଫଳରେ ପୁଞ୍ଜୀଭୂତ ପୁଣ୍ୟ ଫଳରେ ଆମେ ଭଗବାନ ଆମକୁ ମଣିଷ ଶରୀର ଦେଇଛନ୍ତି। ତା ସହିତ ଯୋଉ ଦେବଦୁର୍ଲଭ ତତ୍ତ୍ୱ ଗୀତାର ସାର ଭାଗବତର ସାର ଚତୁର୍ବେଦର ସାର ଅଷ୍ଟାଦଶ ପୁରାଣର ସାର ଇଏ ଶରୀରର ସାର ତତ୍ତ୍ୱ କିନ୍ତୁ ଆମେ ତାକୁ ରକ୍ଷା କରିପାରୁନୁ। ଯଦି ବା ପାରୁନେ କାୟ ମନ ବାକ୍ୟରେ କେହି ରକ୍ଷା କରିବା ସହଜତା ନୁହଁ। ମନସି ଏକଂ ଗତସି ଏକଂ କର୍ମଣି ଏକଂ ମହାତ୍ମା ମହାତ୍ମା ମାନଙ୍କର ମନରେ ଯାହା ଭାବିବେ ବଚନରେ ତାକୁ ପ୍ରକାଶ କରିବେ ରାମଚନ୍ଦ୍ର ଭଗବାନଙ୍କ ଭଳିଆ କର୍ମରେ ତାକୁ ପାଳନ କରିବେ। 12-14 ବର୍ଷ ବନବାସ ଯିବାକୁ ପଡିବ। ବାପା କହିନାହାନ୍ତି ମାଙ୍କ ମୁହଁରୁ ଶୁଣିକି ପଳେଇଲେ ତାହେଲେ ମା କହିଲା ବାପା କହିବା କଣ ଦରକାର। ଏଇ ଯୋଉ କାୟ ମନ ବାକ୍ୟ ତିନିଟା ଯାକ ଯୋଉମାନଙ୍କର ଏକତ୍ୱ ସେମାନଙ୍କୁ ମହାତ୍ମା କୁହନ୍ତି। ସେ ଚାହେ ସନ୍ଥ ହଉ କି ଗୃହସ୍ଥ ହଉ ବଚନ ଯାହାର ଯିଏ ପାଳନ କରୁଛି ଦୃଢ ଭାବରେ ସେ ହେଉଛି ପ୍ରକୃତରେ ମଣିଷ। ତୁମକୁ କାଲି 10ଟା ବେଳକୁ ମୁଁ କଥା ଦେଇଛି ଯଦି 10ଟା ପରେ 12ଟା ବେଳକୁ ମୁଁ ଆସି ପହଞ୍ଚିବି ବାବାଜୀ କଣ ମଣିଷ ମତେ ବାଚ୍ୟ ବି ନୁହେଁ। ଯଦି କୌଣସି ଅସୁବିଧା ହେଲା ସେ ଫୋନ କରି ଦେଖ ଜାଗାରେ ଫସି ଯାଇଛି ଗାଡି ଭାଙ୍ଗି ଯାଇଛି କି ଧକ୍କା ହେଇଯାଇଛି କି ଜାମ ହେଇଯାଇଛି ଆଜିକାଲି କଣ ହେଇଗଲାଣି। କିନ୍ତୁ ବଚନର ମୂଲ୍ୟ ସବୁବେଳେ ମୂଲ୍ୟବାନ। ମନସି ଅନ୍ୟତ ବଚସି ଅନ୍ୟତ କର୍ମଣି ଅନ୍ୟତ ଦୁରାତ୍ମା ମାନଙ୍କର କଥା କଣ ଓଲଟା ମନରେ ଯାହା ଭାବିବେ ଓଲଟା କହିବେ ତା ବିପରୀତ କହିବେ ପାଳନ ମଧ୍ୟ କରିପାରିବେନି ଭୁଲ କହିବେ ସବୁ। କାୟ ମନ ବାକ୍ୟ ସେମାନେ ତିନିଟା ଯାକ ଏକତ୍ର କରିକି କର୍ମ କରନ୍ତି ନାହିଁ। ଆମେ ସବୁ ପ୍ରଭୁଙ୍କର ଅମୃତମୟ ସନ୍ତାନ ହଉଛନ୍ତି ମଣିଷ। ଅମୃତସ୍ୟ ଶୁଣନ୍ତୁ ସର୍ବେ ଅମୃତସ୍ୟ ପୁତ୍ରା ଆମେ ସମସ୍ତେ ଅମୃତମୟ ସୃଷ୍ଟିରୁ ଜନ୍ମ ହେଇଛେ ଭଗବାନଙ୍କର ଅମୃତ ଦୃଷ୍ଟି। ତେଣୁ ସବୁ ଜୀବ ମାନଙ୍କ ଠାରୁ ଆମକୁ ଗୋଟେ ସ୍ୱତନ୍ତ୍ର ଭାବରେ କରିଛନ୍ତି। କେମିତି ଦେଖିବା ବିଲୁଆ ଗୁଡା ବୁଲୁଥିବେ ନା ବିଲରେ କୋଉଠି ସେ ହାରମୋନିୟମ ଧରିକି ବଇଛନ୍ତି କିଏ ତବଲା ଧରିକି ବଇଛନ୍ତି କିଏ ଖୋଳ ଧରିକି ଗିନି ଧରିକି ବଇଛନ୍ତି କିଏ ଲାଇଟ୍ ଜଳେଇକି ବଇଛନ୍ତି କିଏ ଏମିତି ସଜେଇକି ସାଜସଜା କରି ବନବାସ କରିକି ତାଙ୍କ ପ୍ରଭୁକୁ ବଇଛନ୍ତି ଅଛି କି। ମନୁଷ୍ୟ ଦେହ ଦେଖି ସନ୍ତୋଷ ଭଗବାନ ଅନେକ ଜନ୍ମ ଅନେକ ଜୀବ ସୃଷ୍ଟି କରି 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 ଭଗବାନ କୋଉଥିରେ ଶାନ୍ତି ପାଇଲେନି। ଯେମିତି ଭାଗବତକାର ବ୍ୟାସଦେବ ଅଷ୍ଟାଦଶ ପୁରାଣ ଲେଖି ଚତୁର୍ବେଦକୁ ଲେଖି ବେଦକୁ ଅତି ସରଳକରଣ କରିଦେଲେ ତଥାପି ମଧ୍ୟ ଶାନ୍ତି ପାଇଲେନି। ବ୍ୟାସଦେବ ଭଗବାନ ନାରଦ ଆସି ବୁଝେଇଲେ ପହଞ୍ଚିଲେ କହିଲେ ଆଜ୍ଞା ଆପଣଙ୍କ ବିରସତାର କାରଣ କଣ। ମୁଁ ଜାଣିପାରୁନି ଏତେ ଗୁଡା ଜ୍ଞାନ ଲେଖିଲି ନା ଏ ଜ୍ଞାନକୁ କେହି ସାଧାରଣ ମଣିଷ ଅର୍ଜନ କରିପାରିବେନି କି ଧରିପାରିବେନି କି ବୁଝିପାରିବେନି। ଆପଣ ଏମିତି ଗୋଟିଏ ଶାସ୍ତ୍ର ଲେଖନ୍ତୁ ନା କଣ କି ଶାସ୍ତ୍ର ନା ପରମ ଶାସ୍ତ୍ର ଭାଗବତ ତାକୁ ପ୍ରାଣୀ ମାନେ ଅଭ୍ୟାସ କରିବେ। ସିଏ ହଉଛି ବିପଦକାମୀ ମଣିଷ ପାଇଁ ଏକମାତ୍ର ନାବିକ ବିହୀନ ଡଙ୍ଗା ଭିତରେ ଭଗବାନ ହଉଛନ୍ତି କର୍ଣ୍ଣଧାର। ତେଣୁ ଇଏ ଶରୀର ନାମରେ ଯିଏ ଗୁରୁଙ୍କୁ କର୍ଣ୍ଣଧାର କରି ନାହିଁ ସେ ଯେତେ ଥର ଦୀକ୍ଷା କରୁ ଯେତେ ଗୁରୁ ବର୍ଣ୍ଣ କରୁ ତା ଜୀବନ ବ୍ୟର୍ଥ।
ତେଣୁ ଆମର ଗୋଟେ ସଦ୍ଗୁରୁ ଯେକୌଣସି ସାଧୁ ସଙ୍ଗକୁ ନିଏ, କିନ୍ତୁ ମୂଳ ମନ୍ତ୍ରର ଅଧିକାରୀ କିଏ? ଦାତା କିଏ? ଅଭିରାମ ପରମହଂସ ଦେବ। ତାଙ୍କ ଶ୍ରୀମୁଖ ନିର୍ଗତ ଇଏ ସୂତ୍ର, ଯାହାକି ଅଷ୍ଟମ ସ୍କନ୍ଧରେ ଅଷ୍ଟମ ଅଧ୍ୟାୟରେ ଗୀତାର ସୁନ୍ଦର ଭାବରେ ତାକୁ କହିଛନ୍ତି। ବୋଲେ ଯତ୍ର କାଳେ ତୁ ଅନାବୃତ୍ତି ଆବୃତ୍ତି ଚୈବ ଯୋଗିନ ପ୍ରୟାତାଜ ଗୀତଂ କାଳଂ ବକ୍ଷାମି ମନଦର୍ଶନ। ଖୋଲିକି ତାକୁ କହିନାହାନ୍ତି, ଖୋଲିକିରି କହିଦେଲେ ତ ସମସ୍ତେ ବୁଝିଯିବେ। ଆଉ କି କାହିଁ କାହା ଗୁରୁ କରିବୁ, କ'ଣ ଆବଶ୍ୟକତା କ'ଣ ଅଛି? ଧର ତାକୁ ଲୟାଙ୍ଗରେ ଅଧ ଉର୍ଦ୍ଧ ମଧ୍ୟଠାରେ ମନକୁ ପବନରେ ନେଇ ଲଗାଅ ଧ୍ୟାନ। ଏଥିରେ ଯଦି କହିଥାନ୍ତେ କେତେବେଳେ ଅଧରେ ଧରିବୁ ସେ ସମୟରେ ମନ୍ତ୍ର କ'ଣ, କେତେବେଳେ ଉର୍ଦ୍ଧରେ ଧରିବୁ ସେ ସମୟରେ ମନ୍ତ୍ର କ'ଣ, କେତେବେଳେ ମଧ୍ୟରେ ଧରିବୁ ସେ ସମୟରେ ମନ୍ତ୍ର କ'ଣ, ଖୋଲିକି ରଖି ଦେଇଥାନ୍ତେ। ଆଉ କର୍ମଳା କେହି ଯାଆନ୍ତେନି, କୋଉ ବାବା ନିଜେ ଗୁରୁ କରିବାକୁ ଖୋଜନ୍ତି, ସବୁ ନିଜେ ବୁଝିଯାଆନ୍ତେ ନା। ଗାଇଲେ ବାଇଲେ କହିଲେ କି ହେବ ସାଧୁ ସଙ୍ଗ କର ଯାଇ। ସାଧୁ ସଙ୍ଗ କଲେ ଅଜ୍ଞାନ ନେତ୍ରରୁ ଅନ୍ତର ହୁଏ। ଯେଣେ ଚାହୁଁଥିବ ଦୃଷ୍ଟି ଥିବେ ଲକ୍ଷ୍ମୀ ଧନ। ତେଣୁ ପତିତ ଜନକୁ ଉଦ୍ଧାର କରିବା ପାଇଁ ପ୍ରଭୁ ଗୋଟିଏ ବାନା ଧରିକି ଆସିଲେ, ଯାହାର ନାଁ ଦେଲେ ପତିତ ପାବନ ବାନା। ସବୁ ସାଧୁ ସନ୍ଥ ମାନଙ୍କୁ ନାମାଚାର୍ଯ୍ୟ, ବେଦର ନାମାଚାର୍ଯ୍ୟ ସମସ୍ତଙ୍କୁ ବାନା ଦେଲେ, କିନ୍ତୁ ଦୀକ୍ଷା ଦେବା ପାଇଁ ନାମାଚାର୍ଯ୍ୟ କରି ଛାଡ଼ିବା ପାଇଁ ସ୍ୱତନ୍ତ୍ର ଯଜ୍ଞକୁ ବାଣ୍ଟିଲେ। ଯେଉଁମାନେ ସମତା ରକ୍ଷା କରି ସମସ୍ତଙ୍କ ଅଭିବୃଦ୍ଧି ଭିତରେ ମିତ୍ରତା ରକ୍ଷା କରି ସମସ୍ତଙ୍କୁ ଆପଣାର କରି ସୁନ୍ଦର ଭାବରେ ପରିବେଷଣ କରିପାରିବେ। ଖାଦ୍ୟ ଯେତେ ସୁସ୍ୱାଦୁ ହେଇଥିବ, ବାଢିବା ଲୋକ ଯଦି ଫୋପାଡ଼ି ଦିଆ ଛାଡ଼ିକି ଯିବ, ତମ କାଉଠି ଏଠି ପଡ଼ିବନି, କାହାର ହାତରେ ପଡ଼ିଲାନି, କାହାର ପାଦରେ ପଡ଼ିଲାନି, କାହାର ପାଟିରେ ପଡ଼ିଲାନି, ତମ ଖାଇବାକୁ ଭଲ ପାଇବ। ଯେତେ ସୁସ୍ୱାଦୁ ଖାଦ୍ୟ ହେଇଥିବ, ପରିବେଷଣର ଶୈଳୀ ଯେମିତି ଦରକାର, ସେମିତି ଆମେ ଯେମିତି ଭଜନ କୀର୍ତ୍ତନ କରୁଛେ, ଇଏ ସବୁର କର୍ମ, ଏଇ ସବୁ ଗୋଟେ କର୍ମ। ୟାର ଫଳର ଭୋକ୍ତା କିଏ? ଆମ ଭିତରେ ଥିବା ଈଶ୍ୱର। ତେଣୁ ଆମେ ଯେତେ କର୍ମ କରୁଛେ, ପ୍ରତିଦିନ ଯେମିତି ଆମର ଏ କର୍ମ ଫଳକୁ ପ୍ରଭୁଙ୍କୁ ଅର୍ପଣ କରିବା ପାଇଁ ଆମକୁ ଦିଆଗଲା। ଗୋଟେ ପୋଖରୀ ଭିତରେ ପାଣି ରଖା ହେଲା, ପଶିବାର ପାଣି ନାହିଁ କି ବାହାରିବାର ନାହିଁ, ସେ ଅଳ୍ପ ଦିନରେ ମଇଳା ହେଇଯିବ। ଏଣେ ମୋଟା ସହର ଆଉ ଦଳ ହେଇଯିବ। ଯଦି ପ୍ରତିଦିନ ପାଣି ପଶୁଥିବ, ଏପଟେ ପାଣି ବାହାରୁଥିବ, ଏପଟେ ପାଣି ଗୁଡାକ ପଳେଇ ଯାଉଥିବ। ଚଲତା ସାଧୁ ବେହତା ପାଣି ଦୋନ ସାବଧାନ। ସାଧୁ ଗୋଟେ ଜାଗାରେ ବସିଲେ ମଇଳା ହେଇଯିବ, ପାଣି ଗୋଟେ ଜାଗାରେ ଅଟକି ରହିଲେ ମଇଳା ହେଇଯିବ। ଧନ ସେମିତି ଯୋଉଗୁଡାକ ଆମେ ଇନ୍ଦ୍ରିୟ ମାନଙ୍କ ଦ୍ଵାରା, କର୍ମେନ୍ଦ୍ରିୟ ମାନଙ୍କ ଦ୍ଵାରା ଅର୍ଜନ କରୁଛେ, ତାକୁ ଯଦି କେବଳ ଆତ୍ମୀୟ କୁଟୁମ୍ବ ମାନଙ୍କ ସ୍ମୃତି ଅର୍ଥ ଖର୍ଚ୍ଚ କରିବା, ଆଉ କାହା ପାଇଁ ଖର୍ଚ୍ଚ କରିବାନି, କି ଗୁରୁ ଧାମକୁ ଦବାନି, କୌଣସି ପୁଣ୍ୟ କର୍ମର ନିୟୋଜନ କରିବାନି, ସେଟା ମଇଳା ହେଇଯିବ। ପରବର୍ତ୍ତୀ ଜନ୍ମକୁ ଆମେ ପୂର୍ବ ଜନ୍ମର ଅନେକ ପୁଣ୍ୟ ଅର୍ଜନ କରିଛେ, ଦାନ କରିଛେ ବୋଲି ଏ ଜନ୍ମରେ ଆମକୁ ମଣିଷ ଜନ୍ମ ମିଳିଛି, କୁକୁର ମିଳି ଜନ୍ମ ଦେଇନାହାନ୍ତି। ନା ନା, ଏତେ ପୁଣ୍ୟ ଅର୍ଜନ କରିଛି, କେତେ ଦରିଦ୍ର ଲୋକଙ୍କୁ ସାହାଯ୍ୟ କରିଛି, କେତେ ଭୋକିଲା ଜୀବଙ୍କୁ ଖାଇବା ପିଇବାକୁ ଦେଉଛି, ତାକୁ ମଣିଷ ଜନ୍ମଟା ଦିଅ। ଆମେ ଯଦି ସେଥିରୁ ନିବୃତ୍ତ ହବା, ପୁଣି ହାତୀ, ଭାଲୁ, ବାଘ, ସିଂହ, ମାଙ୍କଡ଼ ଏମିତି ହେଇ ଖସି ଖସି ବୁଲେଇକି ପଳେଇବ। କିନ୍ତୁ ଆମେ କେହି ହରେଇବା କଥା ନୁହଁ। ଆମେ ଯାହା ଗୁରୁଧାମକୁ ଦଉଛେ ବର୍ଷରେ ଥରେ, ଆମ କର୍ମଫଳକୁ ଏଠି ଯେମିତି ସମର୍ପଣ କରୁଛେ, ସେଠିକି ମଧ୍ୟ ମୁକ୍ତ ହସ୍ତରେ ହୃଦୟବତାର ସହିତ ଦେବାକୁ ପଡେ, ନହେଲେ କିଛି ଲାଭ ହବନି। ଆମ ପରବର୍ତ୍ତୀ ଜନ୍ମକୁ ଗଲା ବେଳକୁ ଖାଲି ଶୂନ୍ୟ ଗୁଡ଼ାକ ଦବ। ଏ ସଂଖ୍ୟା ହାତ ସବୁ ବାହାର ପଟେ, ଡାହାଣ ପଟର ସଂଖ୍ୟା ଥାଉ ନଥାଉ, ଖାଲି ଶୂନ୍ୟ ଗୁଡ଼ାକ ଥିବ। ତେଣୁ ଏଟାକୁ ଦେଖିବ, ତୁମେ କେତେ କୋଠପଦାରେ